नमस्कार ओडिशावासी शुभ सकाळ आज ହେଉଛି 3 ଅଗଷ୍ଟ ଶନିବାର ଆଜିର ରହିଛି 20ଟି ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ତେବେ ଖବର ଉପରେ ନଜର ପକାଇବା ପୂର୍ବରୁ ପ୍ରଥମେ ଭିଡିଓକୁ ଲାଇକ୍ କରି ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିତ ଗୋଟିଏ ଲେଖାଏଁ କମେଣ୍ଟ କରିଦେବେ ଚାଲନ୍ତୁ ଖବର ଉପରେ ନଜର ପକାଇବା ନମ୍ବର 1 ସାଇବର ଠକେଇର ଶିକାର ହେଉଛନ୍ତି ଅନେକ ଲୋକ ହ୍ୟାକର୍ସ ମାନେ ମୋବାଇଲ ମାଧ୍ୟମରେ ଏମିତି ଜାଲ ବିଛାଉଛନ୍ତି ଯେ ସାଧାରଣ ଲୋକ ଜାଲରେ ଫସି ଯାଉଛନ୍ତି ଆଉ ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ଏମିତି ଏକ ପ୍ରତ୍ୟେକ ଦିନ ଅନେକ ଲୋକଙ୍କ ସହ ଘଟୁଛି ମୋବାଇଲକୁ କିଛି ଲିଙ୍କ ଆସିଲେ ଲୋକମାନେ ଏଥିରେ କ୍ଲିକ୍ କରନ୍ତି ଆଉ ହଠାତ୍ ଆକାଉଣ୍ଟରୁ ଗାୟବ ହୋଇଯାଏ ସବୁ ଟଙ୍କା ଟଙ୍କା ଲୁଟିବା ପାଇଁ ହ୍ୟାକର୍ସ ମାନେ ବିଭିନ୍ନ ପ୍ରକାର ପ୍ଲାନ କରନ୍ତି ଆଉ ଥରେ ସେ ପ୍ଲାନରେ ଯିଏ ଫସିଯାଏ ତା ଆକାଉଣ୍ଟରୁ ସବୁ ଟଙ୍କା ଉଡ଼ିଯାଏ ଏଭଳି ଏକ ବ୍ୟକ୍ତିଙ୍କ ସହିତ ଆଜି ହୋଇଛି ଜଣେ ବ୍ୟକ୍ତି ସାଇବର ଠକାମିର ଶିକାର ହୋଇଛନ୍ତି ହ୍ୟାକର୍ସ ବ୍ୟକ୍ତିଙ୍କ ଆକାଉଣ୍ଟରୁ 5,27,397 ଟଙ୍କା ଲୁଟି ନେଇଛନ୍ତି ଅନୁଗୁଳ ଗାନ୍ଧୀ ମାର୍ଗ ସ୍ଥିତ ତ୍ରିମୂର୍ତ୍ତି ଅଫିସର ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ ଠକାମିର ଶିକାର ହୋଇଛନ୍ତି ସେ ୟୁନିୟନ ବ୍ୟାଙ୍କରୁ 5,27,000 ଟଙ୍କା ଜମା କରିଥିବା ବେଳେ 9:35 ଜାଣିବାକୁ ପାଇଲେ ଯେ ଏକାଥରେ 5 ଲକ୍ଷ ଟଙ୍କା କଟିଯାଇଛି କୌଣସି ଅଜଣା ଫୋନ କଲରେ ଡାଟା ନ ଦେଇଥିବା କାହାକୁ ଓଟିପି ନ ଦେଇଥିବା ମଧ୍ୟ କହିଛନ୍ତି କିନ୍ତୁ ଗୋଟେ ଲିଙ୍କକୁ କ୍ଲିକ୍ କରିଥିଲେ ସେଇ ଲିଙ୍କ କ୍ଲିକ୍ କରିବା ପଡ଼ିବା ମହଙ୍ଗା ପଡ଼ିଲା ଯାହା ଫଳରେ ତାଙ୍କ ଆକାଉଣ୍ଟରୁ 5,27,000 ଟଙ୍କା କଟିଯାଇଛି ଏଭଳି ଏକ ଲୋକମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ଯେ ଯଦି ଆପଣଙ୍କ ମୋବାଇଲରୁ କିଛି ଲିଙ୍କ ଆସୁଛି କୌଣସି ଲିଙ୍କକୁ ଆପଣ କ୍ଲିକ୍ କରନ୍ତୁ ନାହିଁ କାରଣ ଲିଙ୍କକୁ କ୍ଲିକ୍ କଲେ ଆପଣଙ୍କର ଫୋନ ଆକ୍ସେସ୍ ତାଙ୍କ ପାଖକୁ ପଳାଏ ଆପଣଙ୍କର ଟଙ୍କା ସବୁ ରାତାରାତି ଗାୟବ ମଧ୍ୟ ହୋଇଯାଏ ଆସନ୍ତା 5 ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ପ୍ରବଳ ବର୍ଷିବା ସହିତ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ଭାଗରୁ 6.7 କିଲୋମିଟର ଯାଏଁ ବ୍ୟାପିଛି ଲଘୁଚାପ ପଶ୍ଚିମ ଓଡ଼ିଶା ଏବଂ ଉତ୍ତର ଓଡ଼ିଶା ଦିଗରେ ଗତି କରିବ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବ ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ତେବେ ପ୍ରବଳ ବର୍ଷା ସମ୍ଭାବନା 6ଟି ଜିଲ୍ଲା ହେଉଛି ଝାରସୁଗୁଡ଼ା ସୁନ୍ଦରଗଡ଼ କେଉଁଝର ସମ୍ବଲପୁର ଦେବଗଡ଼ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ତେବେ ଏହି ସମୟରେ ତଳିଆ ଅଞ୍ଚଳକୁ ଜଳମଗ୍ନ ହେବାର ସମ୍ଭାବନା ରହିଛି 70ରୁ 110 ମିଲିମିଟର ପର୍ଯ୍ୟନ୍ତ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ଲଘୁଚାପକୁ ଦୃଷ୍ଟିରେ ରଖି 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମଧ୍ୟ ବାରଣ କରାଯାଇଛି ତେବେ ଏହି ବର୍ଷା ଲଗାତାର 5 ଦିନ ଲାଗି ରହିବ ବୋଲି କୁହାଯାଉଛି ଆଗାମୀ କିଛି ଦିନ ପରେ ବିଜେଡି ବସା ଖାଲି ହୋଇଯିବ ଖଣ୍ଡ ବିଖଣ୍ଡିତ ହୋଇଯିବ ବିଜେଡି ଦଳ ଏମିତି କହିଛନ୍ତି ତେବେ ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ଦଳରୁ ଇସ୍ତଫା ନେବା ପରେ ବିଜେପିରେ ଯୋଗ ଦେବା ପରେ ଘଟଣାଟି ବୟାନବାଜି ଥମୁ ନାହିଁ ଏବେ ବିଜେପି ନେତା ତଥା ଜୟଦେବ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଅରବିନ୍ଦ ଡାଲି କହିଛନ୍ତି ଯେ ଭବିଷ୍ୟତରେ ବିଜେଡି ଆଉ ରହିବ ନାହିଁ ଖଣ୍ଡ ବିଖଣ୍ଡିତ ହୋଇଯିବ ବିଜେଡି ବସା ଏବେ ଖାଲି ହେବାରେ ଲାଗିଛି ହେଲେ ବିଜେପି ହେଉଛି ଜାତୀୟ ଦଳ କେବେ ବି ବିଲୟ ହୁଏ ନାହିଁ ବିଜେଡିର ବାକ୍ ସ୍ୱାଧୀନତା ନାହିଁ ସେଠି ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି ସୁପ୍ରିମୋକୁ କେହି ଦେଖା କରିବେ ନାହିଁ ପାଣ୍ଡିଆନ ହିଁ ସର୍ବେସର୍ବା ତେଣୁ ଆଜି ଗଣମାଧ୍ୟମରେ ଏସବୁ କଥା କହିଛନ୍ତି 25 ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା ଆଉ ଏବେ ସବୁ ବିଧାୟକ ସବୁ ବଡ ବଡ ନେତା ବିଜେପିରେ ଆସି ମିଶୁଛନ୍ତି ସରକାର 5 ବର୍ଷ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବ ବୋଲି କୁହାଯାଉଛି ବିଜେପି ସରକାର ଯାହା କହିଛି ଆଗାମୀ 5 ବର୍ଷ ଭିତରେ ସବୁ କିଛି ପୂରଣ କରିବ ନଷ୍ଟ ହୋଇଗଲା 10,000 କୁଇଣ୍ଟାଲ ଅର୍ପଣ ଚାଉଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ହୋଇଥିଲା ସଂଗ୍ରହ ତେବେ ବିଶ୍ୱ ନୟତା ଜଗତରନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଚାଉଳ ଅର୍ପଣ କରିଥିଲେ ଭକ୍ତ ଅର୍ପଣ କରୁଥିବା ଚାଉଳ ମହାପ୍ରସାଦ ପ୍ରସ୍ତୁତ ହେଉ ବୋଲି ମନେ କରାଯାଉଥିଲା ଅର୍ପଣ ଚାଉଳ ଭକ୍ତଙ୍କଠାରୁ ସଂଗୃହୀତ ହେଲା ସତ କିନ୍ତୁ ଏହାକୁ କେମିତି ବ୍ୟବହାର କରାଯିବ ସେ ନେଇ ଚିନ୍ତା ଥିଲା ସେଥିପାଇଁ ବିସ୍ତୃତ ରୋଡ ମ୍ୟାପ ମଧ୍ୟ କରାଯାଇନଥିଲା ଏହି କାରଣରୁ 6 ମାସ ମଧ୍ୟରେ ଅର୍ପଣ ଚାଉଳ ନଷ୍ଟ ହେବାକୁ ବସିଛି ଅର୍ପଣ ଚାଉଳ ଭୋଗ ପ୍ରସ୍ତୁତ ହେଲା ଭଳି ସ୍ଥିତିରେ ମଧ୍ୟ ନାହିଁ ସୂଚନା ଅନୁସାରେ ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ 14,000 କୁଇଣ୍ଟାଲ ଚାଉଳ ସଂଗୃହୀତ ହୋଇଥିଲା ସେଥିରୁ 4,000 କୁଇଣ୍ଟାଲ ଚାଉଳ ବ୍ୟବହାର ହୋଇଥିଲା ବୋଲି କୁହାଯାଉଛି କିନ୍ତୁ ବାକି 10,000 କୁଇଣ୍ଟାଲ ଚାଉଳ ନଷ୍ଟ ହେବାକୁ ଯାଉଛି ଶ୍ରଦ୍ଧାରେ ଭକ୍ତ ପଠାଇଥିବା ଏହି ଚାଉଳ ଭକ୍ତଙ୍କ ପାଇଁ ଭୋଗ ପ୍ରସ୍ତୁତିରେ ଲାଗିପାରିବ ନାହିଁ ନଷ୍ଟ ଚାଉଳକୁ ଏନଜିଓ ସଂସ୍ଥାକୁ ଦେବା ପାଇଁ ମହାସୁଆର ନିଜକୁ ପ୍ରସ୍ତୁତି ମଧ୍ୟ ଦେଇଛନ୍ତି
ସମସ୍ତଙ୍କୁ ସଚେତନ କରାଯାଉଛି। ଖୁବ୍ ଶୀଘ୍ର ସ୍କୁଲ ଗୁଡ଼ିକ ତାଗିଦ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏନେଇ କହିଛନ୍ତି। ତେବେ କହିଛନ୍ତି ଯେ ସମସ୍ତଙ୍କୁ ଏବେ ତାଗିଦ କରାଯିବ। ଖୁବ୍ ଶୀଘ୍ର ସ୍କୁଲ ଗୁଡ଼ିକୁ ମଧ୍ୟ କୁହାଯିବ। ଏନେଇ ବିଭାଗୀୟ ଅଧିକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷ ସହିତ ଆଲୋଚନା ମଧ୍ୟ କରାଯିବ। ଛାତ୍ରଛାତ୍ରୀ ଦୁଇ ଚକିଆ ଯାନ ଆସିବା ଦ୍ୱାରା ଦୁର୍ଘଟଣା ଶିକାର ହେଉଛି। ଆମ ସରକାର ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଉଛନ୍ତି। ଏଥି ଦୃଷ୍ଟିରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ଏହାକୁ ଲାଗୁ ରଖିବ ବୋଲି କୁହାଯାଉଛି। କିଛି ଦିନ ଭିତରେ ଲକ୍ଷ ଲକ୍ଷ ଟଙ୍କା ଫାଇନ ଆଦାୟ କରିଛି ଟ୍ରାଫିକ ପୋଲିସ। ଆଉ ଖୁବ୍ ଶୀଘ୍ର ଦୁଇ ଚକିଆ ଯାନ ସ୍କୁଲ ପିଲାମାନେ ଆଣିପାରିବେ ନାହିଁ। ଯେପର୍ଯ୍ୟନ୍ତ 18 ବୟସ ହୋଇନାହିଁ ସେ ପର୍ଯ୍ୟନ୍ତ ସ୍କୁଲ ପିଲା ଗାଡ଼ି ଚଲାଇ ସ୍କୁଲ ଆସିପାରିବେ ନାହିଁ ବୋଲି କୁହାଯାଇଛି। ଉଦ୍ଧାର ହେଲା ଭାସି ଯାଇଥିବା ଶ୍ରୀକ୍ଷେତ୍ର ବୋଟ୍। ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଥିବା ସୂଚନା। ଢେଉମାଡ଼ରେ କେନ୍ଦ୍ରାପଡ଼ା ରାଜନଗର ନିକଟ ବାଲି ଟିକରରେ ଲାଗିଲା ବୋଟ୍। ଆଉ କୋଷ୍ଟ ଗାର୍ଡ ସହାୟତାରେ 8 ଜଣ ମତ୍ସ୍ୟଜୀବୀଙ୍କୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛି। ଆଜି ସମୁଦ୍ରକୁ ଧରିବା ପାଇଁ ମାଛ ଯାଇଥିବା ଶ୍ରୀକ୍ଷେତ୍ର ନାମକ ବୋଟ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଖରାପ ହୋଇଯାଇଥିଲା। ଉକ୍ତ ବୋଟ୍କୁ ଅନ୍ୟ ଏକ ବୋଟ୍ ସହାୟତା କୂଳକୁ ଆଣୁଥିବା ବେଳେ ମହାନଦୀ ମୁହାଣରେ ଦୌଡ଼ି କିଛି ଛିଣ୍ଡି ଯାଇଥିଲା, ଯାହାଫଳରେ ବୋଟ୍ଟି ଦିଶାହୀନ ଭାବେ ସମୁଦ୍ର ଭିତରକୁ ଭାସି ଯାଇଥିଲା। ବୋଟ୍ରେ 8 ଜଣ ମତ୍ସ୍ୟଜୀବୀ ଥିଲେ। ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶରେ ମତ୍ସ୍ୟ ବିଭାଗ ଏବଂ କୋଷ୍ଟଗାର୍ଡ ସୁରକ୍ଷିତ ଉଦ୍ଧାରକୁ ନିର୍ଦ୍ଦେଶ ଦେଇଥିଲେ। ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ସମସ୍ତ ବିଭାଗର ମଧ୍ୟ ସୂଚନା ଦିଆଯାଇଥିଲା। ତେବେ ବୋଟ୍ଟି ଢେଉ ମାଡ଼ରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବାଲି ଟକରାରେ ଲାଖି ଯାଇଥିଲା। ଫଳରେ ସମସ୍ତ ମତ୍ସ୍ୟଜୀବୀ ବୋଟ୍ରୁ ଡେଇଁ କୂଳକୁ ଆସିଛନ୍ତି। ସେମାନେ ଏବେ ସୁରକ୍ଷିତ ଅଛନ୍ତି। ଶ୍ରମିକମାନଙ୍କ ପାଇଁ ବଡ଼ ଖୁସି ଖବର। ଶ୍ରମିକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ତେବେ ଏହି ଯୋଜନା ସମ୍ପର୍କରେ ଅଧିକାଂଶ ଜାଣିନଥିବାରୁ ଏହାର ଲାଭ ମଧ୍ୟ ଉଠାଇ ପାରୁନାହାନ୍ତି। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଲେବର କାର୍ଡ ମାଧ୍ୟମରେ ସରକାର ଶ୍ରମିକଙ୍କୁ 1000ରୁ 3500 ଟଙ୍କା ପ୍ରଦାନ କରୁଛନ୍ତି। ତେବେ ଏହି ଲେବର କାର୍ଡ ଲାଭ ଉଠାଇବାକୁ ଚାହୁଁଥିଲେ ଏଥିପାଇଁ କ'ଣ କରିବାକୁ ପଡ଼ିବ ଜାଣିବା ନିହାତି ଦରକାର। କେଉଁମାନେ ଲେବର କାର୍ଡ ପାଇବେ, ବାର୍ଷିକ ଆୟ କେତେ ରହିବା ଆବଶ୍ୟକ ଜାଣିବା ମଧ୍ୟ ନିହାତି ଦରକାର। ଏବେ ସରକାର ଦଉଛନ୍ତି 3500 ଟଙ୍କା। ଏହି କାର୍ଡ ପାଇଁ ଶ୍ରମିକଙ୍କ ପରିଚୟ ହୋଇପାରିବ। ସେମାନଙ୍କୁ ବିଭିନ୍ନ ଯୋଜନାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ତେବେ ଶ୍ରମ ସଂଶୋଧନ ବିଭାଗ ପକ୍ଷରୁ ଏହି ଯୋଜନା ପରିଚାଳିତ ହେଉଛି। ସ୍କିଲ ମିଶନ ଅଧୀନରେ କାର୍ଡକୁ ଆବେଦନ କରିପାରିବେ ଶ୍ରମିକ। ଏହାଦ୍ୱାରା ସରକାରଙ୍କ ପାଖରେ ଶ୍ରମିକ ବାବଦରେ ସମସ୍ତ ତଥ୍ୟ ରହିବ। କାର୍ଡ ପାଇବା ପରେ ଶ୍ରମିକଙ୍କୁ ଏକ ପ୍ରକାର ରେଜିଷ୍ଟ୍ରେସନ ନମ୍ବର ଦିଆଯିବ। ଏହି ରେଜିଷ୍ଟ୍ରେସନ ନମ୍ବର ମାଧ୍ୟମରେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଆଉ ଏବେ ଶ୍ରମିକକୁ ଦିଆଯାଉଛି 3500 ଟଙ୍କା। ପ୍ରତି ମାସରେ 3500 ଟଙ୍କା ମିଳିବ ବୋଲି କୁହାଯାଉଛି। ଯେଉଁମାନେ ଅତ୍ୟନ୍ତ ଗରିବ ଏବଂ କାମଧନ୍ଦା କିଛି ମିଳୁନାହିଁ ତାଙ୍କୁ ଶ୍ରମିକ କାର୍ଡ ଏବଂ କିଛି ଯୋଜନାର ଲାଭ ଉଠାଇ ପାରିବେ ବୋଲି ସରକାର କହୁଛନ୍ତି। ପ୍ରତି ମାସରେ 3500 ଟଙ୍କା ସହାୟତା ମିଳିବ ବୋଲି କୁହାଯାଉଛି। ବିନା ପରୀକ୍ଷାରେ ଅଙ୍ଗନବାଡିରେ ଚାକିରି ଆବେଦନ ମଧ୍ୟ ଆରମ୍ଭ ହୋଇଗଲାଣି। ମହିଳାଙ୍କ ପାଇଁ ଆସିଛି ନିଯୁକ୍ତି ସୁଯୋଗ। ତେବେ ଅଙ୍ଗନବାଡିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଉଛି। ଏହି ନିଯୁକ୍ତି ପାଇଁ ଭଲ ରୋଜଗାର କରିପାରିବେ ମହିଳା ଆଶାୟୀ। ତେବେ ଏଠାରେ ନିଜର ଯୋଗ୍ୟତା ବଳରେ ମହିଳାମାନେ ଚାକିରି ମଧ୍ୟ ପାଇପାରିବେ। ଅଙ୍ଗନବାଡି ଚାକିରି ପାଇଁ ବହୁ ପୂର୍ବରୁ ନୋଟିଫିକେସନ ମଧ୍ୟ ଜାରି ହୋଇଥିଲା। ତେବେ ନୋଟିଫିକେସନ ସମ୍ପୂର୍ଣ୍ଣ ଅଧ୍ୟୟନ କରିବା ପରେ ଏହି ନିଯୁକ୍ତି ଆବେଦନ କରିପାରିବେ। ଏଥିପାଇଁ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏଥିପାଇଁ ମହିଳାମାନେ ଅଙ୍ଗନବାଡି କର୍ମୀଙ୍କୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଖାଲି ପଦବୀ ବିଷୟରେ ଜାଣିବାକୁ ହେବ। ବର୍ତ୍ତମାନ 23,753 ପୋଷ୍ଟ ଆବେଦନ କରିବାକୁ ଆହ୍ୱାନ ଦିଆଯାଇଥିଲା। ତେବେ ଅଙ୍ଗନବାଡିରେ ଅନେକ ପୋଷ୍ଟ ଖାଲି ରହିଛି। ପାଠ୍ୟକ୍ରମ ରହିଥିବା ମାର୍କ ଅନୁଯାୟୀ ଏହି ପୋଷ୍ଟରେ ଚାକିରି ମଧ୍ୟ ପ୍ରଦାନ କରାଯିବ। ଯେଉଁମାନେ ପାଠ ପଢିନାହାନ୍ତି ବିନା ପରୀକ୍ଷାରେ ମଧ୍ୟ ତାଙ୍କୁ ମିଳିବ ଏହି ଚାକିରି। ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଏହି ନିଯୁକ୍ତି ଆବେଦନ କରିପାରିବେ। ଏହାପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି। ତେବେ ସବୁଠାରୁ ବଡ଼ ଖବର, ବର୍ଷାରେ ସାପଙ୍କ ଆତଙ୍କ। କ୍ୟାପିଟାଲ ହସ୍ପିଟାଲରେ ଦିନକୁ 50ରୁ ଅଧିକ ରୋଗୀ ସାପ କାମୁଡ଼ାରେ ଆକ୍ରାନ୍ତ ହେଉଛନ୍ତି ଏବଂ ସିଧା ଆସୁଛନ୍ତି କ୍ୟାପିଟାଲ ହସ୍ପିଟାଲ। ଦୈନିକ 50 ରୋଗୀ ଆସିଥିବାରୁ ଏବେ ସରକାରଙ୍କ ମୁଣ୍ଡ ଘାବରାଇଲାଣି। ଏହା ସହିତ କ୍ୟାପିଟାଲ ହସ୍ପିଟାଲରେ କେବଳ ଜୁଲାଇ ମାସରେ 15 ଜଣ ସାପ କାମୁଡ଼ାରେ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହି ସଂଖ୍ୟାରେ କେବଳ ଭୁବନେଶ୍ୱରରେ ନୁହେଁ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ ଜିଲ୍ଲାରୁ ସାପ କାମୁଡ଼ା ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି। ଉପରୋକ୍ତ ସଂଖ୍ୟାରୁ ଜଣାପଡୁଛି ଯେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଛି। ସାପ କାମୁଡା ପରେ
ଡାକ୍ତରଖାନା ଡେରିରେ ଆସୁଥିବାର ମୃତ୍ୟୁ ସଂଖ୍ୟା ବଢୁଛି, କ୍ୟାପିଟାଲ ହସ୍ପିଟାଲରେ ବିଶେଷଜ୍ଞ କହିଛନ୍ତି। ସୂଚନା ଅନୁସାରେ ବର୍ଷା ଦିନମାନଙ୍କରେ ସାପମାନଙ୍କର ରହିବା ସ୍ଥାନ ବା ଓଦା ହୋଇଥାଏ। ତେଣୁ ଏହି ସମୟରେ ସାପ ଖାଲି ଶୁଖିଲା ସ୍ଥାନରେ ଖୋଜିଥାନ୍ତି, ଫଳରେ ଘର ଭିତରକୁ ଚାଲି ଆସନ୍ତି। ଏହାଛଡା ବର୍ଷା କାରଣରୁ ସାପମାନେ ନିଜ ଶରୀରର ତାପମାତ୍ରା ଓ ବାହାର ତାପମାତ୍ରା ସନ୍ତୁଳନ ରଖିପାରନ୍ତି ନାହିଁ। ତେଣୁ ବିଶେଷ କରି ତାପମାତ୍ରା ସହ୍ୟ କରୁନଥିବା ସ୍ଥାନକୁ ଆପଣାଇଥାନ୍ତି। ଏନେଇ ଜନବସତି ଆଡକୁ ମୁହାଁଇଥାନ୍ତି। ଜନବସତି ଆଡକୁ ଯିବା ଫଳରେ ଲୋକମାନେ ଭୁଲରେ ସାପ ଉପରେ ଗୋଡ ପକାଇଦେଲେ ସାପ ନିଜକୁ ବଞ୍ଚାଇବାକୁ ଯାଇ ଲୋକଙ୍କୁ କାମୁଡିଥାଏ। ତେଣୁ ଅନ୍ୟ ଅନ୍ୟ ଦିନ ଅପେକ୍ଷା ବର୍ଷା ଦିନେ ସାପଙ୍କ କାମୁଡାରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ତେଣୁ ଏନେଇ ଲୋକମାନେ ବିଷାକ୍ତ ସାପଠୁ ମୁକ୍ତି ପାଇବା ପାଇଁ ହେଲେ ଜଲ୍ଦି ମେଡିକାଲକୁ ଆସିବାକୁ ପଡିବ। ଯଦି ଡେରିରେ ଆସନ୍ତି ଲୋକଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ତେବେ କ୍ୟାପିଟାଲ ମେଡିକାଲ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଦିନ 50 ଜଣ କ୍ୟାପିଟାଲ ହସ୍ପିଟାଲ କେବଳ ସାପ କାମୁଡାରେ ହିଁ ଆସୁଛନ୍ତି। ଆଉ ଏପର୍ଯ୍ୟନ୍ତ 17 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଗଲାଣି। ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର, ଫ୍ରିରେ ମିଳିବ ଲାପଟପ୍। ତେବେ ବର୍ତ୍ତମାନ ସମୟରେ ଡିଜିଟାଲ କ୍ଷେତ୍ରକୁ ଅଗ୍ରାଧିକାର କରୁଛନ୍ତି ସରକାର। ଏଣୁ ପ୍ରଥମେ ପଦକ୍ଷେପ ସ୍ୱରୂପ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ବ୍ୟବହାର ସମ୍ପର୍କରେ ଅବଗତ କରିବା ପାଇଁ ନିଶ୍ଚୟ କରୁଛନ୍ତି ସରକାର। ଏଣୁ ସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ଅବଗତ କରାଇବାକୁ ଆରମ୍ଭ ହୋଇଛି ଫ୍ରି ଲାପଟପ୍ ଯୋଜନା। ଏଭଳି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ ଟେକ୍ନୋଲୋଜି ମାଧ୍ୟମରେ ଅଧିକ ଶିକ୍ଷା ଏବଂ ସହଜରେ ଜାଣିପାରିବେ। ଡିଜିଟାଲ କରଣ ଏହି ଯୁଗରେ ଲାପଟପ୍ ବା ଅନ୍ୟ କୌଣସି ଡିଜିଟାଲ ଉପକରଣ ଶିକ୍ଷା ସହିତ ସକ୍ଷମତା ବୃଦ୍ଧି କରିଥାଏ। ଏହାଦ୍ୱାରା ଆଶାୟୀଙ୍କ ପାଇଁ ଚାକିରି ପାଇବାର ମଧ୍ୟ ସହାୟକ ହୋଇଥାଏ। ତେଣୁ ଜଣେ ଭଲ ଛାତ୍ର ଲାପଟପ୍ ସଠିକ ଉପଯୋଗ କରନ୍ତି, ତେବେ ତାଙ୍କ ପାଖରେ ଚାକିରି ପାଇବା ପାଇଁ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅବସର ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଭାରତରେ ସରକାର ଟେକ୍ନିକାଲ ଉପରେ ଏବେ ଗୁରୁତ୍ୱ ଦେଇଛନ୍ତି। ଯେଉଁମାନେ ଭଲ ମାର୍କ ରଖିବେ, ଭଲ ପାଠ ପଢୁଥିବେ, ତାଙ୍କୁ ମଧ୍ୟ ଲାପଟପ୍ ଦିଆଯିବ। ଶିକ୍ଷା ବର୍ଷ ଆରମ୍ଭରୁ ଲାପଟପ୍ ପ୍ରଦାନ କରାଯିବ ବୋଲି କୁହାଯାଉଛି। ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ। ଏଣୁ ଦେଶର ହିତରେ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରାଯିବ। ଯେଉଁମାନେ ଦ୍ୱାଦଶ ଶେଷ କରିବା ପରେ ଟେକ୍ନିକାଲ ପାଠ ପଢିବାକୁ ଇଚ୍ଛୁକ, ତାଙ୍କୁ ମଧ୍ୟ ଲାପଟପ୍ ଯୋଗାଇ ଦିଆଯିବ ବୋଲି କୁହାଯାଉଛି। ଜାପାନ ଭଳି ରୂପ ନେବ ରାଜଧାନୀ ଭୁବନେଶ୍ୱର, ବିଏମ୍ସିର ପ୍ରକ୍ରିୟା ଆରମ୍ଭ। ସବୁଜ ବଳୟରେ ଶୋଭା ପାଇବ ରାଜଧାନୀ ଏବଂ ମିୱାକି ଭଳି ରୂପରେଖା ହେବ ରାଜଧାନୀ ଭୁବନେଶ୍ୱର। ଏନେଇ ବିଏମ୍ସି ତାର ପ୍ରକ୍ରିୟା ଆରମ୍ଭ ହୋଇଛି। ଜାପାନ ଭଳି ଖାଲି ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବ ଭୁବନେଶ୍ୱର ମହାନଗର ନିଗମ। ସହରରେ ପ୍ରାୟ 30ଟି ସ୍ଥାନ ଚିହ୍ନଟ ହୋଇଛି। ବିକାଶ ନାଁରେ ଆମେ ଗଛ କାଟିବା ଦିନକୁ ଦିନ ବଢିଗଲାଣି, କିନ୍ତୁ ଏନେଇ ଧାରାଶ୍ରାବଣ ଅସମ୍ଭାଳ ଗରମ ଗୁଳୁଗୁଳି ମଧ୍ୟ ହେଉଛି। ତେଣୁ ରାଜ୍ୟରେ ସବୁଠାରୁ ବଡ଼ ମହାନଗର ମେୟର ନିଜେ କହିଛନ୍ତି ଯେ ଭୁବନେଶ୍ୱରରେ ଏବେ ଚାରିଆଡେ ଗଛ ଲାଗିବ। 30ଟି ଜାଗା ମଧ୍ୟ ଚିହ୍ନଟ ହୋଇଛି। ଆଉ ଭୁବନେଶ୍ୱରରେ ସବୁଠୁ ଗୁଳୁଗୁଳି ଅଧିକ ଖରା ହେଉଛି କେବଳ ଗଛ ନଥିବା ଯୋଗୁଁ। ତେଣୁ ଏବେ ପ୍ରତିଟି ସ୍ଥାନରେ ଗଛ ଲାଗିବ। ସେ ନେଇ ଚନ୍ଦକାର ଉପଯୋଗୀ ସ୍ଥାନ ମଧ୍ୟ ବାଛି ଯାଇଛନ୍ତି ଏବଂ ରାଜଧାନୀବାସୀଙ୍କୁ ଅମ୍ଳଜାନ ମଧ୍ୟ ଖୁବ୍ ଜଲ୍ଦି ଭଲରେ ମିଳିବ। ତେଣୁ ତୁରନ୍ତ ଜଙ୍ଗଲ ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛି ଏବେ ବିଏମ୍ସି। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସ୍ଥାନମାନଙ୍କରେ 1 ଲକ୍ଷ ବଡ଼ ଚାରା ଲଗାଯିବ ଏବଂ ଖାଲି ଲଗାଯିବ ନାହିଁ, ତାର ରକ୍ଷଣାବେକ୍ଷଣ ଉପରେ ମଧ୍ୟ ସୁଚାରୁ ଭାବେ କରାଯିବ ବୋଲି କୁହାଯାଉଛି। ବଡ଼ ଦୁଃଖଦ ଖବର, ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଗଣିତ ଶିକ୍ଷକ ଦୀପକ ନାୟକ ଥାନାରେ ଅଟକ ଅଛନ୍ତି। ଏପରି ଏକ ଅଭିଯୋଗ ଆସିଛି କାଲିମେଳା ବ୍ଲକ ଅନ୍ତର୍ଗତ ଛାତ୍ରୀ ନିବାସରୁ। ପୀଡ଼ିତା ଛାତ୍ରୀ ପରିବାର ପକ୍ଷରୁ ଆଜି କାଲିମେଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ଶିକ୍ଷକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ ଅନ୍ତର୍ଗତ ଛାତ୍ରୀ ନିବାସରେ ଗତକାଲି ରାତି 12ଟା ସମୟରେ ଗଣିତ ଶିକ୍ଷକ ଦୀପକ ନାୟକ ଛାତ୍ରୀଙ୍କ ନିଜ ରୁମକୁ ଡାକି ଦୁଷ୍କର୍ମ କରିଥିବାର ସନ୍ଦେହ କରୁଛନ୍ତି ପରିବାର ଲୋକେ। ଉକ୍ତ ଛାତ୍ରୀ ଜଣକ ଶିକ୍ଷକ ଜଣକ ରାତି 12ଟାରେ 3 ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିବା ବେଳେ ଝିଅ କାନ୍ଦି କାନ୍ଦି ମେଟ୍ରୋନଙ୍କୁ ପ୍ରଥମେ ଘଟଣା ଜଣାଇଥିଲେ। ଏହାପରେ ପରିବାର ଲୋକ ସ୍କୁଲକୁ ଯାଇ ଶିକ୍ଷକଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଛାତ୍ରୀ ଶରୀରରେ ବିଭିନ୍ନ ଦାଗ ରହିଥିବା ମଧ୍ୟ କୁହାଯାଉଛି। ଶିକ୍ଷକ ଜଣକ ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଓ ଛାତ୍ରୀ ଜଣକ ନିଜ ବାପା ମାଙ୍କୁ କହିଛନ୍ତି। ଏ ସମ୍ପର୍କରେ ଉକ୍ତ ବିଦ୍ୟାଳୟ ପକ୍ଷରୁ ମଧ୍ୟ ପୋଲିସକୁ ଅବଗତ କରାଯାଇଛି। ଅଭିଯୁକ୍ତ ଶିକ୍ଷକଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ହୋଇଥିବା ବେଳେ ସେ ବିବାହିତ ଏବଂ ତାଙ୍କର ଜଣେ ସନ୍ତାନ ଅଛନ୍ତି ବୋଲି କୁହାଯାଉଛି।
ତେବେ ତଳେ ବସି ପିଲା ପାଠ ପଢୁଛନ୍ତି, ସ୍କୁଲ ହତାରେ ମଶା ସାପ ଭୟ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକରେ ଉନ୍ନତିକରଣ ସହ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବା ଦାବି କରାଯାଉଛି। ତେବେ ଏ ଦାବି ପ୍ରକୃତ ସ୍ଥିତି ଭିତରେ କେତେ ଫରକ? ଜଟଣୀ ବ୍ଲକ ଅନ୍ତର୍ଗତ ରଥିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳୁଛି ଏମିତି। ଏଠାକାର ଛାତ୍ରଛାତ୍ରୀମାନେ ଏଯାଏଁ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏବେ ଯେ କହି ଗଲେ ଦେଖାଯିବ ଯେ ଖରା ଛୁଟି ସ୍କୁଲ ଖୋଲିଲେ ପରିସର ବୁଳେ ଲୁଦା ବୁଦା ଏବଂ ଘାସ ମଧ୍ୟ ଉଠୁଛି। ଆଉ ଭିତରକୁ ଜଙ୍ଗଲ ଭ୍ରମ ସୃଷ୍ଟି ହେଉଛି। ସପ୍ତମ ଅଷ୍ଟମ ଶ୍ରେଣୀ ଭିତରକୁ ଅନେଇଲେ ଆହୁରି ମଧ୍ୟ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ଦୁଇ ଶ୍ରେଣୀର ପିଲାଙ୍କ ସଂଖ୍ୟା ତୁଳନାରେ ବେଶୀ ବେଞ୍ଚ ନାହିଁ, କିନ୍ତୁ ପିଲାମାନେ ଏବେ ତଳେ ବସୁଛନ୍ତି। ସେପଟେ ସ୍କୁଲ ଟଏଲେଟ, ବିଦ୍ୟୁତ, ପାଣି ଆଦି ମଧ୍ୟ ସମସ୍ୟା ଅଛି। ଏପର୍ଯ୍ୟନ୍ତ ସରକାର ୟା ଉପରେ ଧ୍ୟାନ ଦେଇନାହାନ୍ତି। ତେଣୁ ସରକାର ମଧ୍ୟ ଆବେଦନ କରିଛନ୍ତି ଯେ ସରକାର ୟା ଉପରେ ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ସମୁଦାୟ 274 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି, କିନ୍ତୁ ତଳେ ବସି ପାଠ ପଢୁଛନ୍ତି। ଆଉ ମଶା ସାପର ଭୟ ମଧ୍ୟ ରହିଛି ସ୍କୁଲରେ। ଏଥିପାଇଁ ସ୍କୁଲ ପରିସରରେ ସରୀସୃପର ଭୟ ଲାଗି ରହୁଛି ବୋଲି କୁହାଯାଉଛି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି। ଗ୍ରାହକଙ୍କ ପାଇଁ ବଡ଼ ଝଟକା, ଗ୍ୟାସ୍ ସିଲିଣ୍ଡର ପିଛା ନିଆଯାଉଛି 100 ଟଙ୍କା ଅତିରିକ୍ତ ଚାର୍ଜ। ଆପଣ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଛନ୍ତି କି? ଯଦି ବ୍ୟବହାର କରୁଛନ୍ତି ତେବେ ସିଲିଣ୍ଡର ମୂଲ୍ୟ କେତେ, ଗ୍ୟାସ୍ ଏଜେନ୍ସି କେତେ ଆମକୁ ଟଙ୍କା ନେଉଛି ଜାଣିଛନ୍ତି କି? ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଆପଣ ଜାଣିବା ଦରକାର ଏଠାରେ ସିଲିଣ୍ଡର ବ୍ୟବହାରକାରୀମାନେ ପ୍ରତ୍ୟେକ ସିଲିଣ୍ଡର ପିଛା 100 ଟଙ୍କା ଅତିରିକ୍ତ ନେଉଛନ୍ତି। ଏବେ ଏଲପିଜି ଗ୍ୟାସ୍ ଏଜେନ୍ସି ଅତିରିକ୍ତ ଶୋଷଣ କରୁଛନ୍ତି ସାମ୍ନାକୁ ଆସିଛି। ତେବେ ଇନ୍ଧନ ଗ୍ୟାସ୍ ବିତରକ ଡିଲରଙ୍କ ଦ୍ୱାରା ବେଆଇନ ସଂଗ୍ରହ ପ୍ରସଙ୍ଗ ସାମ୍ନାକୁ ଆସିଛି। ବେରା ଟାଉନ ସହିତ ମଣ୍ଡଳରେ ଏମ୍ଆର୍ପି ଅପେକ୍ଷା ସିଲିଣ୍ଡର ମୂଲ୍ୟ 100 ଟଙ୍କା ଅଧିକ ବିକ୍ରି ହେଉଛି। ତେବେ ଏକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହେଉଛି 842 ଟଙ୍କା, କିନ୍ତୁ ବେରା ସହରରେ ଏବେ ନିଆଯାଉଛି ଯେ 900 ଟଙ୍କା। ଏହି ଗ୍ରାମ ଗୁଡ଼ିକ 950 ଟଙ୍କା ମଧ୍ୟ ବେଳେବେଳେ ଦିଆଯାଉଛି। ତେବେ ଗ୍ୟାସ୍ ଏଜେନ୍ସି ଏତେ ଟଙ୍କା କାହିଁକି ନେଉଛି ସେ ନେଇ ମଧ୍ୟ ଖୋଳତାଡ଼ ହେଉଛି। ଆଉ କୁହାଯାଉଛି ଯେ ସାରା ରାଜ୍ୟରେ ମଧ୍ୟ କିଛି କିଛି ଏଜେନ୍ସି ମଧ୍ୟ 50ରୁ 100 ଟଙ୍କା ଅତିରିକ୍ତ ନେଉଛନ୍ତି। ଆଉ ଯଦି ବି ନେଉଛନ୍ତି ରାଜ୍ୟ ସରକାରକୁ ଏ ନେଇ କମ୍ପ୍ଲେନ କଲେ ସେ ଖୁବ୍ ଜଲ୍ଦି ଶୁଣିବେ ବୋଲି କୁହାଯାଉଛି। ନୂଆ ରାସନ କାର୍ଡକୁ ନେଇ ସରକାରଙ୍କର ବଡ଼ ଘୋଷଣା। ତେବେ ଅନେକ ଲୋକ ରାସନ କାର୍ଡ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥାନ୍ତି। ତେବେ କ୍ଷମତାକୁ ଆସିବା ପରେ କଂଗ୍ରେସ ଦଳ ମଧ୍ୟ ପ୍ରତିଶ୍ରୁତି ପୂରଣ କରିଆସୁଛି ଏବଂ ତେଲେଙ୍ଗାନାରେ ଏସବୁ ଆଲୋଚନା ହୋଇଛି। ତେବେ ମାଗଣା ବସ୍ ଆରୋଗ୍ୟ ଆରୋଗ୍ୟ ଶ୍ରୀ ଶ୍ରୀ ଆଗର ଆରୋଗ୍ୟ ସୀମା ବୃଦ୍ଧି 200 ୟୁନିଟ୍ ମାଗଣା ବିଦ୍ୟୁତ୍ ଅନେକ ଯୋଜନା ମଧ୍ୟ ଉପଲବ୍ଧ କରାଯାଇଛି। ତେବେ ସେପଟେ ସିଏମ ରେବନ୍ତ ରେଡ୍ଡି ନେତୃତ୍ୱରେ ରାଜ୍ୟ କ୍ୟାବିନେଟ ଆଜି ବୈଠକରେ ବସିଛି। ଏଥିରୁ ଜଣାପଡୁଛି ଯେ ନୂତନ ରାସନ କାର୍ଡ ପାଇଁ ଆବେଦନ କରାଯିବ। ଖୁବ୍ ଜଲ୍ଦି ଅଗଷ୍ଟ 1 ତାରିଖରୁ ଆରମ୍ଭ ହୋଇଯିବ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପୋର୍ଟାଲ ଖୋଲି ନାହିଁ। ଅଗଷ୍ଟ 2ରେ ନୂତନ ରାସନ କାର୍ଡ ସମ୍ପର୍କରେ ଆଲୋଚନା କରିବେ ବୋଲି କୁହାଯାଉଥିଲା, କିନ୍ତୁ ଏପର୍ଯ୍ୟନ୍ତ ହୋଇନାହିଁ। ଏହି କାର୍ଡ ପ୍ରଦାନ ନିର୍ଦ୍ଦେଶାବଳୀ ଚୂଡାନ୍ତ କରିବା ପାଇଁ କ୍ୟାବିନେଟ ଉପ କମିଟି ନିଯୁକ୍ତି କରାଯିବ, ଯାହା ଜମି ମାଲିକାନା ଏବଂ ଆୟର ଉତ୍ସ ସହିତ ଯୋଗ୍ୟତା ମାନଦଣ୍ଡକୁ ବିଚାର କରାଯିବ। ଯିଏ ଅଧିକ ଆୟ କରୁଛନ୍ତି ତାଙ୍କୁ ମିଳିବ ନାହିଁ, ତାଙ୍କର ବର୍ତ୍ତମାନ ରାସନ କାର୍ଡ କଟିଯିବ। ଆଉ ନୂଆ ଆବେଦନକାରୀଙ୍କର ରାସନ କାର୍ଡ ମିଳିବ ତାଙ୍କର ଆଧାର କାର୍ଡ ଏବଂ ତାଙ୍କର ବାର୍ଷିକ ଆୟ 2 ଲକ୍ଷରୁ କମ୍ ଟଙ୍କା ଥିବ, ସେମାନେ ହିଁ ଆବେଦନ କରିପାରିବେ, ଯାହାଫଳରେ ତାଙ୍କୁ ନୂଆ ରାସନ କାର୍ଡ ଯୋଗାଇ ଦେବେ ସରକାର। ଦେଶରେ ନିର୍ମାଣ ହେବ 8ଟି ନୂଆ ହାଇସ୍ପିଡ୍ ରୋଡ୍ କରିଡର, କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ଭାରତ ସରକାର ଦେଶର 8ଟି ନୂଆ ହାଇସ୍ପିଡ୍ ରୋଡ୍ କରିଡର ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହି କରିଡର ପାଇଁ ସରକାର 50,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ। ଦେଶର ବିଭିନ୍ନ ଅଣକଣରୁ ନିର୍ମାଣ ହେବାକୁ ଯାଉଥିବା ଏହି ରାସ୍ତା କେବଳ ଲୋକ ସମୟ ବଞ୍ଚାଇବ ନୁହେଁ, ବରଂ ଅଧିକ ସହର ଦୂରତା ହ୍ରାସ ମଧ୍ୟ କରିବ। ଏହା ଇନ୍ଧନ ସଞ୍ଚୟ କରିବା ସହାୟକ ମଧ୍ୟ ହେବ। ଏହି ନୂଆ କରିଡର ଆଗ୍ରା ଗାଲିୱାର, କାନପୁର ଲକ୍ଷ୍ନୌ, ଖଡଗପୁର ଏବଂ ରାୟପୁର, ରାଞ୍ଚି, ଅହମ୍ମଦାବାଦ, ପୁନେ, ନାସିକ, ଅଯୋଧ୍ୟା, ଗୁଆହାଟୀକୁ ଉପକୃତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଗଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଶୁକ୍ରବାର ଦିନ 8ଟି କରିଡର ନିର୍ମାଣକୁ ଅନୁମୋଦନ ଦେଇଛନ୍ତି। ଏହି ହାଇସ୍ପିଡ୍ କରିଡର ମୋଟ ଦୈର୍ଘ୍ୟ 936 କିଲୋମିଟର ହେବ। ଏହାକୁ ତିଆରି କରିବା ପାଇଁ 50,650 କୋଟି ଟଙ୍କା ଖର୍ଚ୍ଚ ହେବ। ସରକାର ଦାବି କରିଛନ୍ତି ଯେ ଏହି ସଡ଼କ ପ୍ରକଳ୍ପ ମଧ୍ୟ ପ୍ରତ୍ୟକ୍ଷ ପରୋକ୍ଷ ଭାବେ 4.2 କୋଟି ଟଙ୍କା ଦିନ ସମାନ ନିଯୁକ୍ତି କରାଯିବ ବୋଲି କୁହାଯାଇଛି। ତେଣୁ ଖୁବ୍ ଜଲ୍ଦି ଏହି କରିଡର ନିର୍ମାଣ ହେବ ବୋଲି କୁହାଯାଉଛି। ସେପ୍ଟେମ୍ବର 17ରେ ମିଳିବ ସୁଭଦ୍ରା ଟଙ୍କା, ଏହିମାନେ ପଡ଼ିବେ ବାଦ୍। ବଡ଼ ଘୋଷଣା, ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା।
ଘୋଷଣା ହେଲା ତାରିଖ। ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ସୁଭଦ୍ରା ଯୋଜନା ଆଉ ମହିଳାଙ୍କୁ ମିଳିବ ଏହି ଭାଉଚର। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ସୁଭଦ୍ରା ଯୋଜନା ପାଇଁ ବଜେଟରେ 10,000 କୋଟି ଟଙ୍କା ବ୍ୟୟବରାଦ ମଧ୍ୟ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ସୁଭଦ୍ରା ଯୋଜନାକୁ ନେଇ ଅଗଷ୍ଟ 15ରେ ମୋଡାଲିଟି ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନା ଶୁଭାରମ୍ଭ ହେବ। ତେବେ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯିବ। ମତାମତ ନିଆଯିବା ପରେ ସେପ୍ଟେମ୍ବର 17 ତାରିଖରେ ମହିଳାଙ୍କୁ 50,000 ଟଙ୍କାର ଭାଉଚର ମିଳିବ। ସେ ଭାଉଚର ମାଧ୍ୟମରେ ସେ ମହିଳାମାନେ ସବୁ କିଛି କିଣିପାରିବେ, ନିଜର ଆସବାବପତ୍ର ମଧ୍ୟ କିଣିପାରିବେ। ଆଉ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଥିଲେ। ସିଏମ୍ ମୋହନ ମାଝୀ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କେବି ସିଂ ଏବଂ ପ୍ରଭାତୀ ପରିଡ଼ା ଦିଲ୍ଲୀ ଗସ୍ତରେ ସେଠାରେ ବଡ଼ ଘୋଷଣା ମଧ୍ୟ କରିଥିଲେ। ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ଆସିବେ ଏବଂ ସୁଭଦ୍ରା ଯୋଜନା ଘୋଷଣା କରାଯିବ। ତେଣୁ ଏଇଭଳିଆ ଦେଶ ବିଦେଶର ମୁଖ୍ୟ ଖବର ପାଇବା ପାଇଁ ହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଜୟ ଜଗନ୍ନାଥ।